ମନ୍ଦିରରେ ଆଜି ଏତେ ଭିଡ଼ କ'ଣ ପାଇଁ? ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆଜି ହେଉଛି ଡେ 33। ସକାଳୁ ସକାଳୁ ବି ନୁହେଁ, ଆମେ ଆଜି ରାତିରୁ ଉଠିକିନା ଡଙ୍ଗା ଭସା ପାଇଁ ଡଙ୍ଗା ରେଡ଼ି କରି ଚାଲିଲୁ ପୋଖରୀକି ଯାଇକି ମମି ତାର ଡଙ୍ଗାକୁ ପୂଜା କରିଦେଲା ସବୁ ଡଙ୍ଗା। ତାପରେ ମୁଁ ଏଠି ଡଙ୍ଗା ଭସାଉଛି, କେତେ ଖୁସି ଲାଗୁଛି ସାଙ୍ଗମାନେ କହିଲେ। ମୋତେ ତ ବହୁତ ବଢ଼ିଆ ଲାଗେ। ତାପରେ ଡଙ୍ଗା ଭସେଇ ସାରିକି ଆମେ ଆସିଗଲୁ ଯିବା ପାଇଁ ମନ୍ଦିର ଠାକୁର ଦର୍ଶନ କରିବା ପାଇଁ। ଏତେ ଭିଡ଼ କାହିଁକି ଆପଣମାନେ ଜାଣିପାରୁଥିବେ ସାଙ୍ଗମାନେ, ଯେହେତୁ ଆଜି ଡଙ୍ଗା ଭସା ତ ଭିଡ଼ ତ ହବା ସିଓର ଆଉ କମ୍ପଲସରି। ଏଠି ଭୋଗ ପାଇଁ ଏପଟେ ଭିଡ଼ ଚାଲିଛି, ତ ଏଠି ବହୁତ ଭିଡ଼ ଥିଲା। ଆମେ ତଥାପି 5ଟା ଖଣ୍ଡେ ଭୋଗ ନେଇକି ଆସିଗଲୁ। ଏଠି ମାମୁଁ ନୁଚଉଛି ଭୋଗକୁ। ମୋ ଲୁକ୍ଟା ଆଜିର କେମିତି ଲାଗୁଛି କମେଣ୍ଟ ନିହାତି କହିବେ ସାଙ୍ଗମାନେ। ତାପରେ ମୁଁ ମୋର ଏଠି ମୁର୍ଜ ପକେଇବାରେ ଲାଗି ପଡ଼ିଲି। ମୁର୍ଜ ଆମର ଏଠି ପକଉଥିଲେ ପୂଜା, ଆମ ପ୍ରିୟା, ମୁଁ, ଲିସା ସମସ୍ତେ ମିଶିକି ପକଉଥିଲୁ। ଫାଇନାଲି ମୁର୍ଜ କିଛି ଏମିତି ଥିଲା ସାଙ୍ଗମାନେ। ତାପରେ ପରେ ମୁର୍ଜ ପକେଇ ସାରିକି ମୁଁ ଆସିଲି ଘରକୁ। ଏଠି ଦେଖିପାରୁଥିବେ ମାମୁନର ଅବସ୍ଥା। ଇଏ ହେଉଛି ହେଉଛନ୍ତି ଆର୍ଟିଷ୍ଟ ଆମ ରାନୀ। ଏଠି ତାକୁ ସେ ସେମିତି କରିଦେଇଛି। ମାମୁନି ଭିଡ଼ିଓ ଦେଖିଲେ ଜାଣିବ, ମାମୁନି ଜମା ଜାଣି ହିଁ ନାହିଁ। ଖରାବେଳେ ମୁଁ ଏଇସବୁ ଆଇଟମ୍ ଖାଇ ଦେଇଥିଲି, ଭାତ, ପନିର ଆଉ ଆଳୁ ଭର୍ତ୍ତା। ତାପରେ 4ଟା ବେଳକୁ ରେଡ଼ି ହେଇକିନା ଆମେ ବାହାରିଲୁ ପ୍ରୋଗ୍ରାମ୍ ଯିବା ପାଇଁ। ଆଜି ଆମ ପ୍ରୋଗ୍ରାମ୍ ଥିଲା। ଏଠି ସବୁ ପିଲାମାନେ ଖୁସି ଥିଲେ, ସମସ୍ତେ ଆମେ ଗାଡ଼ିରେ ବସି ବାହାରିଲୁ ପ୍ରୋଗ୍ରାମ୍। ଫାଇନାଲି ଆମେ ପ୍ରୋଗ୍ରାମ୍ ପାଖରେ ପହଞ୍ଚିଗଲୁ। ଏଠି ସମସ୍ତେ ଚାଲି ଚାଲି ଯାଉଛନ୍ତି ଠାକୁରଙ୍କ କତିକି, ମାନେ କାର୍ତ୍ତିକେଶ୍ୱର ଠାକୁରଙ୍କ କତିକି। ଏଠି ଆମେ କରୁଥିଲୁ ଟିଫିନ୍ କରିସାରି କିଛି ସମୟ ଭିତରେ ଆମ ପ୍ରୋଗ୍ରାମ୍ ଷ୍ଟାର୍ଟିଂ ହେଇଥିଲା। ଫାଇନାଲ ପ୍ରୋଗ୍ରାମ୍ ବି ସରିଯାଇଥିଲା ସାଙ୍ଗମାନେ। ତାପରେ ଆମେ ସମସ୍ତେ ଭୋଗ ଖାଇବାକୁ। ଏତିକି ଥିଲା ଆଜି ମିନି ବ୍ଲଗ୍। ଟାଟା।